ଲଘୁଚାପର ଗତିପଥ ପରିବର୍ତ୍ତନ ହୋଇପାରେ, ମହାନଦୀରେ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ହଁ ଆଜ୍ଞା, ମୁଁ ହେଉଛି କଳାକାନି ସାମନ୍ତରାୟ, ଆପଣ ଦେଖୁଛନ୍ତି ନିବେଦିତ କଳାକାନି ୟୁଟ୍ୟୁବ୍ ଚ୍ୟାନେଲ୍। ଆପଣଙ୍କୁ ଆମ ଚ୍ୟାନେଲ୍କୁ ସ୍ୱାଗତ। ଯଦି କହିବା ଏବେ ଝାଡ଼ଖଣ୍ଡ ଏବଂ ତା ସହିତ ତା ସଂଲଗ୍ନ ଅଞ୍ଚଳ ଯଦି କହିବା, ଜାମସେଦପୁର ରାଞ୍ଚି ଅଞ୍ଚଳରେ ସକ୍ରିୟ ରହିଛି ଅବପାତଟି। ଧୀରେ ଧୀରେ ଇଏ ଦୁର୍ବଳ ହେବାକୁ ଲାଗୁଛି। ୱେଲମାର୍କ ଲୋ ପ୍ରେସର ବା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ ଆଗାମୀ 24 ଘଣ୍ଟା ମଧ୍ୟରେ। କିନ୍ତୁ ଏହାର ଗତିପଥ ଯାହା ଆଗରୁ ମଡ଼େଲ ବିଭିନ୍ନ ଟ୍ରାକ୍ ଆକାରରୁ ଜଣାପଡ଼ୁଥିଲା, ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଯାଇଥାନ୍ତା, କିନ୍ତୁ ଗୋଟେ ପରିବର୍ତ୍ତନ ଦେଖିବାକୁ ମିଳିପାରେ କିମ୍ବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଏଭଳି ପରିସ୍ଥିତି ଉପୁଜିପାରେ, ଅର୍ଥାତ୍ ଇଏ ଦକ୍ଷିଣ ଯୋଗୁଁ ଗତି କରିବାର ସମ୍ଭାବନା ରହିଛି। ଏବେ ରାଞ୍ଚି ଏବଂ ଜାମସେଦପୁର ପାଖରେ ସକ୍ରିୟ ରହିଛି। ଯଦି ଆଜି ମଧ୍ୟରାତ୍ରି, ଆଜି ହେଉଛି 18 ଅଗଷ୍ଟ, ଆଜି ମଧ୍ୟରାତ୍ରିରେ ଯଦି କହିବା ଯେ ଗତିପଥ ଯଦି ପରିବର୍ତ୍ତନ ହୁଏ, ତାହେଲେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବାକୁ ମିଳିପାରେ ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ। ଯଦି ପରିବର୍ତ୍ତନ ଗତିପଥ ରୁହେ, ଇଏ ପ୍ରଥମେ ଛତିଶଗଡ଼ ଅମ୍ବିକାପୁର ଏବଂ ତା ପରବର୍ତ୍ତୀ ପର୍ଯ୍ୟାୟରେ ବିଳାସପୁର ପର୍ଯ୍ୟନ୍ତ ଆସିବ, ଅର୍ଥାତ୍ ଦକ୍ଷିଣ ଆଡ଼କୁ ଗତି କରିବ, ଯାହାଫଳରେ କି ଛତିଶଗଡ଼ରେ ପ୍ରବଳ ବର୍ଷା ରହିବ ଏବଂ ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ପ୍ରବଳ ପ୍ରବଳ ବର୍ଷା ରହିବାର ସମ୍ଭାବନା ଅଛି, ଯେମିତିକି ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ମଧ୍ୟ ବର୍ଷା ରହିବ, ମୟୂରଭଞ୍ଜ ବର୍ଷା ରହିବ, ଦେଓଗଡ଼ ବର୍ଷା ରହିବ, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି ଏବଂ ତା ସହିତ କହିବା ନୂଆପଡ଼ା, ଏସବୁ ଯେଉଁ ଜିଲ୍ଲା ରହିଛି, ଏ ଜିଲ୍ଲାମାନଙ୍କରେ ଯଦି କହିବା ପ୍ରବଳ ଉତ୍ପଳ ବର୍ଷା ଦେଖିବାକୁ ମିଳିପାରେ। ଯଦି ଏଭଳି ବର୍ଷା ଦେଖିବାକୁ ମିଳେ, ନିଶ୍ଚିତ ଭାବରେ ମହାନଦୀ ଉପରମୁଣ୍ଡ ତ ବର୍ଷା ଲାଗି ରହିଛି ଛତିଶଗଡ଼ରେ ଗତ 3 ଦିନ ହେବ। ପ୍ରବଳ ମାତ୍ରାରେ ପାଣି ଆସୁଛି, ପାଖାପାଖି 2 ଲକ୍ଷରୁ ଉର୍ଦ୍ଧ୍ୱ ପାଣି ହୀରାକୁଦ ଏବେ ବି ମଧ୍ୟ ପ୍ରବେଶ କରୁଛି। 14ଟି ଗେଟ୍ ହୀରାକୁଦ ଖୋଲି ସାରିଲାଣି, କିନ୍ତୁ ଆଗକୁ ମଧ୍ୟ ଆହୁରି ଗେଟ୍ ଖୋଲିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ, ଅର୍ଥାତ୍ ଇଏ 20ରୁ 25ଟା କି 30ଟା ଗେଟ୍ ମଧ୍ୟ ଖୋଲିପାରେ। ଏଭଳି ପରିସ୍ଥିତି ମଧ୍ୟ ଉପୁଜିପାରେ, କାହିଁକିନା ଅଧିକ ପାଣି ଆସିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ତ ଏଭଳି ପରିସ୍ଥିତି ଯଦି ବର୍ଷା ହୁଏ, ଅର୍ଥାତ୍ ଆଜି ମଧ୍ୟରାତ୍ରି, ଆଜି 18 ତାରିଖ, 19 ତାରିଖ ସକାଳ, ଅର୍ଥାତ୍ 19 ତାରିଖ ଦିନ ଯାକ ଯଦି କହିବା ବର୍ଷାର ସମ୍ଭାବନା ଯଦି ଦିଗ ପରିବର୍ତ୍ତନ ହୁଏ, ଛତିଶଗଡ଼ ଉପରୁ ଯଦି ଲଘୁଚାପଟି ଆସେ, ତାହେଲେ ପ୍ରବଳ ଉତ୍ପଳ ବର୍ଷା ଏସବୁ ଜିଲ୍ଲାମାନଙ୍କୁ ଦେଖିବାକୁ ମିଳିପାରେ, ଯେମିତିକି ତେଲ ଏବଂ ମହାନଦୀ ଉପରମୁଣ୍ଡରେ ପ୍ରବଳ ଉତ୍ପଳ ବର୍ଷାର ସମ୍ଭାବନା ରହିଛି। ଗୋଟେ ଛୋଟ ଧରଣର ବନ୍ୟା କିମ୍ବା ବଡ଼ ଧରଣର ବନ୍ୟାକୁ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। ମହାନଦୀରେ ହୀରାକୁଦ ଏପଟୁ ଯଦି ପାଣି ଛାଡ଼ୁଛି, ଏପଟେ ଯଦି ତେଲ ଏବଂ ମହାନଦୀର ଉପରମୁଣ୍ଡ ଏବଂ ବିଭିନ୍ନ ଜିଲ୍ଲାରେ ଯଦି ବର୍ଷା ଲାଗି ରୁହେ, ତାହେଲେ ପ୍ରଚୁର ମାତ୍ରାରେ ପାଣି ମହାନଦୀରେ ପ୍ରବେଶ କରିପାରେ, ଅର୍ଥାତ୍ ଗୋଟେ ଛୋଟ ଧରଣ କିମ୍ବା ବଡ଼ ଧରଣ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ଯଦି ଦିଗର ପରିବର୍ତ୍ତନ ହୁଏ। ଯଦି ଦିଗ ପରିବର୍ତ୍ତନ ହୁଏ, ତାହେଲେ ଛତିଶଗଡ଼ରେ ବର୍ଷା ଲାଗି ରହିବ, ପଶ୍ଚିମ ଓଡ଼ିଶାରେ ବର୍ଷା କମିଯିବ ଆସନ୍ତାକାଲି ବେଳକୁ। କିନ୍ତୁ ଏଭଳି ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ସତର୍କ ରୁହନ୍ତୁ। ଯଦି ଆଜି ରାତି ମଧ୍ୟରାତ୍ରିରେ ପ୍ରବଳ ଉତ୍ପଳ ବର୍ଷା ପଶ୍ଚିମ ଓଡ଼ିଶା ଜିଲ୍ଲାମାନେ ଦେଖିବାକୁ ମିଳୁଛି, ନିଶ୍ଚିତ ଭାବରେ ଦିଗର ପରିବର୍ତ୍ତନ ଘଟିପାରିଥିବ ଏବଂ ପ୍ରବଳ ଉତ୍ପଳ ବର୍ଷା ଏ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ଏବଂ ତା ସହିତ କହିବା, ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ଘଟୁଛି ଏବଂ ଏକ ବଡ଼ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଲଗାତାର ଭାବେ ବନ୍ୟା ଜଳ ଦ୍ରୁତ ଗତିରେ ବୃଦ୍ଧି ଘଟୁଛି। ତ ଆସନ୍ତାକାଲି ସକାଳ ସୁଦ୍ଧା ଯଦି କହିବା 19 ତାରିଖ ବେଳକୁ ଏହା ଜଣାପଡ଼ିବ ଯେ କେତେ ପାଣି ଆସୁଛି ଏବଂ ଏହାର ପ୍ରଭାବ ମୟୂରଭଞ୍ଜ ଏବଂ ବାଲେଶ୍ୱରରେ କ'ଣ ପଡ଼ିବ। ନିଶ୍ଚିତ ଭାବରେ ତାପରେ ମଧ୍ୟ ଅପଡ଼େଟ୍ ଆସନ୍ତାକାଲି ସକାଳେ ନିଶ୍ଚିତ ଭାବରେ ମିଳିବ। ଏବଂ ତା ସହିତ କହିବା, ପାଣିପାଗରେ ଯଦି କୌଣସି ପରିବର୍ତ୍ତନ ଘଟିବ, ନିଶ୍ଚିତ ଭାବରେ ମୁଁ ତାପରେ ଅପଡ଼େଟ୍ ଦେବି। ଦେଖୁଥାନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥାନ୍ତୁ, ଲାଇକ୍ ସେୟାର କରିବି। ରହିଲି, ନମସ୍କାର।